ସକାଳୁ ଠାକୁର ପୂଜା କରିବାକୁ ବାହାରିଥିଲି, କିନ୍ତୁ ମୋ ପାଇଁ ମୋ ଘରେ ଦିଟା ଅର୍ଡ଼ର ରେଡ଼ି ଥିଲା। କଲି ତାପରେ କ'ଣ ହେଲା, ସକାଳୁ ଶୀଘ୍ର ଉଠିକିନା ଠାକୁର ପୂଜା କରିବା ପାଇଁ ବାହାରିଲା ବେଳକୁ ମୁଁ ଭାବିଲି ଆଜି ଟିକେ ଶାନ୍ତିରେ ଟିକେ ପୂଜା କରିବି, କିନ୍ତୁ ମୋ ପଛରେ ମୋ ପୁଅ ବି ଉଠି ପଡ଼ିଲା। ମୁଁ ଯୁଆଡ଼େ ଯୁଆଡ଼େ ଯାଉଛି ସିଏ ମୋ ପଛେ ପଛେ। ସତେ କି ଲାଗୁଥିଲା ସିଏ ମୋର ପର୍ସନାଲ ସିକ୍ୟୁରିଟି ଗାର୍ଡ଼ କି। ଯାଇ ହେଉନା କାହିଁକି ଠାକୁର ପୂଜାଟା କାମ ଯେନେ ତେନେ ପ୍ରକାଶ ସାରିଦେଲା ବେଳକୁ ସ୍ୱାମୀ ଆସିକି ପହଞ୍ଚିଗଲେ ଘରେ। ଆଉ ଦିଟା ଫରମାଇଶ ମୋ ପାଇଁ ରଖିଦେଲେ। କହିଲେ ଗୋଟେ ହେଲା ପ୍ରଥମେ କାଚ ଜାରରେ ପାଣି ଟିକେ ଭର୍ତ୍ତି କରି ରଖିବୁ, ଆଉ ମୋ ପାଇଁ ଟିକେ ପଖାଳ ବାସ୍ ଏତିକି ତ କଥା। ଆଉ ପତିଙ୍କ ଆଦେଶ ମାନିବା ତ ପତ୍ନୀ ମାନଙ୍କର ପରମ କର୍ତ୍ତବ୍ୟ। ଆଉ ପ୍ରଥମେ କାଚ ଜାରରେ ପାଣି ଭର୍ତ୍ତି କରି ରଖିଦେଲି, ତାପରେ ଲାଗିଗଲି ମୁଁ ମୋ ଲଞ୍ଚ ପ୍ରିପାରେସନରେ। ସେଠାରେ ବାପା କିଛି ଆଣିକି ରଖିଥିଲେ, ପରିବା କିଣି ଆଣିକି ରଖିଥିଲେ। ଆଉ ଭାବିଲି ଆଜି ପଖାଳ ସାଙ୍ଗ ଗୋଟେ ଜବରଦସ୍ତ ଭୋଜିଟେ କରିଦେବା। ଆଉ ଆଜି ଲଞ୍ଚରେ ଥିଲା ପଖାଳ, ଆଳୁ ଟମାଟର ପାଗ, ଛଚିନ୍ଦ୍ରା ଭଜା, କାକୁଡ଼ି ଶାଗ, ସଜନା ଶାଗ ଓ କାଙ୍କଡ଼ ଭଜା। ବାସ୍ ଏତିକି ସବୁ ଦେଖିଲା ବେଳକୁ ମତେ ଲାଗିଲା ଆଜି ସତେକି ଓଡ଼ିଆ ମାନଙ୍କର ପଖାଳ ପର୍ବ କି। ଆଉ ବର୍ଷା ଦିନରେ ଏମିତି ପଖାଳ ଖାଇବାର ମଜା ହିଁ କିଛି ଅଲଗା ରହିଥାଏ। ଆଉ ଆପଣମାନେ ଏମିତି ପଖାଳ ଖାଇଲେଣି ନା ନାହିଁ ବର୍ଷା ପାଗରେ? ନିଶ୍ଚିନ୍ତ କମେଣ୍ଟରେ ଜଣେଇବେ। ଆଉ ଏମିତି ମଜାଦାର ଘରୋଇ ମିନି ବ୍ଲଗ୍ସ ଦେଖିବା ପାଇଁ ମୋ ସହିତ ରହିଥାନ୍ତୁ। ନମସ୍କାର।